जय जगन्नाथ सांग मैंने आपण मैंने केमती अछन्ने निहाती भाବରେ ଭଲରେ ଥିବେ ମୁଁ ମଧ୍ୟ ବହୁତ ବଢିଆ ସେ ଅଛି ଆଜି ହଉଛି ପବିତ୍ର ବାହୁଡା ଯାତ୍ରା ସେଥିପାଇଁ ଆପଣ ମାନଙ୍କୁ ଢେର ସାରା ଶୁଭେଚ୍ଛା ଆପଣଙ୍କ ପରିବାରକୁ ଭଗବାନ ବହୁତ ଭଲରେ ରଖନ୍ତୁ। ଆଜି ମୁଁ ସକାଳୁ ସକାଳୁ ଆସିକି ପହଞ୍ଚି ଯାଇଛି ବାଡି ପଟେ କାହିଁକି ନା ଆଜି ଫ୍ରେଶ ପରିବା ନେବି ଆଉ ରୋଷେଇ କରିବି ବୋଲି ବାହୁଡାରେ ମୋର ମନ ଥିଲା ସେଥିପାଇଁ ଆସିକି ପହଞ୍ଚି ଯାଇଛି ବାଡି ପଟେ। ଆଉ ଏପଟେ ହେଇଥିଲା କଲରା ଫୁଲ କିଛି ନେଇକି ପୂଜା କରିବା ପାଇଁ ବାବା ପୂଜା କରୁଥିଲେ ତ ମୁଁ ଆସିଥିଲି ଫୁଲ ତୋଳିବା ପାଇଁ। ଆଉ ଏପଟେ ହେଇଥିଲା କିଛି ଭେଣ୍ଡି ବି ହେଇଥିଲା ଆଉ କଲରା ହେଇଥିଲା। ଏପଟ ସାଇଡ ଗୋଟେ ଗଛ ଥିଲା ଆଉ ସେପଟ ସାଇଡ ବି ବହୁତ ସାରା ଗଛ ଅଛି ତ ଦୁଇ ପଟରୁ ମୁଁ କିଛି ଭେଣ୍ଡି ଆଉ କଲରାକୁ ତୋଳିକି ଆଣିଥିଲି ଘରକୁ। ଫ୍ରେଶ ଖାଇବାଟା ବହୁତ ଟେଷ୍ଟି ଥାଏ ବହୁତ ଭଲ ବି ଦେହ ପାଇଁ। ଏତିକି ଭେଣ୍ଡି ବାହାରିଥିଲା ବାଡିପଟୁ ଆଉ ଭେଣ୍ଡି ସାଙ୍ଗରେ ଟିକେ ଆଳୁ ପକେଇକି ଭାଜି ଦେଇଥିଲି କାହିଁକିନା ଏତିକି ତ ଭେଣ୍ଡି ହବନି କାହାକୁ ସେଥିପାଇଁ ଟିକେ ଭେଣ୍ଡି ଆଉ ଆଳୁ ଭଜା କରିଦେଇଥିଲି। ହଉଛି ମୁଗ ଡାଲି ଗାଁ ମୁଗ ଡାଲି ତ ତାକୁ ଭଲ ଭାବରେ ପରିଷ୍କାର କରିକି ଧୋଇଦେଲି ଆଉ ମୁଗ ଡାଲିକୁ ଭେଣ୍ଡି ଭଜା ଏମିତି କିଛି ଆଇଟମ ବନେଇବି ଆଜି ବହୁତ ବଢିଆ ଲାଗିବ ମୁଗ ଡାଲି ଖାଇବା ପାଇଁ। ଆଉ ବାବାଙ୍କ ପାଇଁ ଏପଟେ ମୁଁ କ୍ଷୀର ସାଙ୍ଗରେ ରୁଟି ବତୁରେଇକି ରଖିଦେଇଥିଲି। ଏପଟେ ସରି ପନିପରିବା ତ ଏତେ ବହୁତ ରେଟ୍ ହେଇଗଲାଣି ତଥାପି ପୋଟଳ ବାବା ଆଣିଥିଲେ ବହୁତ ପାଚି ଯାଇଥିଲା ତାକୁ କଣ ଗୋଟେ ବନେଇବି ବୋଲି ଭାବିଥିଲି। ସବୁଦିନ ତ ସେ ଖାଇବା ଖାଇକି ବିରକ୍ତ ଲାଗିଗଲାଣି। ଏପଟେ ଡାଲି ବି ହେଇସାରିଥିଲା ଡାଲିରେ ଟିକେ ଛୁଙ୍କ ବି ଲଗେଇବାକୁ ପଡିବ ନହେଲେ ତ ଟେଷ୍ଟ ଆସିବନି। ମୁଁ ଏପଟେ ମାନେ ଗୁଆ ଘିଅ ଯୋଉଟା କି ଆମ ଘରେ ବନା ହୁଏ ଘିଅ ସେଥିରେ ଭୃଷଙ୍ଗ ପତ୍ର ଆଉ ଶୁଖିଲା ଲଙ୍କା ଜିରା ଆଉ ସୋରିଷ ଦେଇକି ଫୁଟଣ ତାକୁ କରିଦେଇଥିଲି ଆଉ ସେଟା ଛୁଙ୍କ ଦେଇଥିଲି ବହୁତ ଟେଷ୍ଟି ଥିଲା। ଆଉ ବାବୁ ମାନେ ତ ଖାଇବା ପାଇଁ ପୁରା ତରସି ଯାଆନ୍ତି ଏଇ ଟାଇପ ର ଖାଇବା ଆଉ ମତେ ବି ଭଲ ଲାଗେ ଏଇ ଟାଇପ ର ଛୁଙ୍କ ଦେବା ପାଇଁ। ଆଉ ସବୁ ତ ପନିପରିବା କାଟା କୁଟି କରି ରଖିଦେଇଥିଲି ପରିଷ୍କାର ଭାବରେ ଧୋଇ ଦେଇଥିଲି। ଏଥିରେ କର୍ଣଫ୍ଲୋର ସବୁ ମସଲା ଶୁଖା ମସଲା ସବୁ ଆଡ କରିଦେଇଥିଲା ଆଉ ଭଲ ଭାବରେ ମିକ୍ସ କରିଦେଇଥିଲି। ଏପଟେ ତେଲ ମଧ୍ୟ ଗରମ ହେଇସାରିଥିଲା ଆଉ ଆସ୍ତେ ଆସ୍ତେ କରିକି ତାକୁ ଛାଣିବି। ଏବେ ମୁଁ କିଛି ବି ପନିପରିବାକୁ ଏବେ ୱେଷ୍ଟ କରିବା ପାଇଁ ଭଲ ଲାଗୁନି ଯାହାବି ଯେମିତି ଥିବ ଆଡଜଷ୍ଟ କରିକି ଖାଇବା ପାଇଁ ବହୁତ ଟେଷ୍ଟି ଲାଗେ। ଯେତେ ରେଟ୍ ହେଲେ ବି କଣ ହେଲା ଆମେ ଖୋପାଡିବାନି ତାକୁ ଫୋପାଡ଼ିଲେ ତ ଆମର ଟଙ୍କା ଲସ୍ ହଉଛି ନା। ତ ମୁଁ ଆଜି ବନେଇଥିଲି ଡାଲି ଭେଣ୍ଡି ଆଳୁ ଭଜା ଆଉ ଚିପ୍ସ ଯୋଉଟା କି ମିକ୍ସ ବାଲା ଚିପ୍ସ ହେଇଥିଲା ଫୁଲକୋବି। ଆମେ ଦୁଇ ଜଣ ବାହାରିଲୁ ବାହୁଡା ଯାତ୍ରା ଦେଖିବା ପାଇଁ ଆସିକି ପହଞ୍ଚି ଗଲୁ ଆମ୍ବାଗାନରେ। ଆମେ ଆସିବା ପୂର୍ବରୁ ଠାକୁର ମାନଙ୍କୁ ରଥରେ ବିରାଜମାନ ମଧ୍ୟ କରାହେଇ ସାରିଛି। ଆମେ ଆସିକି ପହଞ୍ଚିଲୁ ଗୁଣ୍ଡିଚା ମାଙ୍କ ମନ୍ଦିରରେ ଯୋଉଟା କି ଆମର ଆମ୍ବାଗାନ ପାଖରେ ଅଛି। ଆମେ ଆସିକି ଟିକେ ଭୋଗ କରିଥିଲୁ ନଡିଆ ତାପରେ ଟିକେ ପ୍ରସାଦ ପାଇଥିଲୁ। ତାପରେ ଆମେ ଆସିବା ପୂର୍ବରୁ ରଥରେ ଛେରା ପହଁରା ସରି ସାରିଥିଲା ବଳଭଦ୍ର ରଥରେ। ଏବେ ଆସୁଛନ୍ତି ସୁଭଦ୍ରା ରଥରେ ଛେରା ପହଁରା କରାଯିବ ତାପରେ ଯାଇକି ରଥ ଗଡିବ। ସମୟ ହେଇଥିଲା 4ଟା। ସମସ୍ତଙ୍କ ମନରେ ଟିକେ ଦୁଃଖ ଥିଲା କିଛି ଖୁସି ନଥିଲା ବହୁତ କମ ଭିଡ ଥିଲା। ଏଇ ହଉଛି ମା ଗୁଣ୍ଡିଚାଙ୍କ ମନ୍ଦିର ଯୋଉଟା କି ପୁରା ଫାଙ୍କା ଫାଙ୍କା। ଯେତେ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଥିଲେ କେତେ ଖୁସି ଆଉ ଆନନ୍ଦ ଥିଲା ସମସ୍ତଙ୍କ ମନ ଭିତରେ ଖୁସିର ଲହରୀ ଛୁଟୁଥିଲା। ଏବେ ସାରା ଏଇ ଯୋଉ ଜାଗା ଅଛି ନା ପୁରା ସୁନସାନ ଲାଗୁଛି। ତାପରେ ଏବେ ଆମର ସମୟ ହେଇଗଲା ରଥ ଗଡିବା ଟାଇମ ହେଇଗଲାଣି। ଏଇଠି କିଛି ଆମକୁ ବଣ୍ଟା ଯାଉଥିଲା କିଛି ଦାତା ବି ଦଉଥିଲେ। ଆମେ ଆଣିକି ଟିକେ ମିଠା ଦହି ପିଇଥିଲୁ ତାପରେ କିଛି କୋଲ୍ଡ ଡ୍ରିଙ୍କସ ବି ବଣ୍ଟା ଯାଉଥିଲା। ଏବେ ମହାପ୍ରଭୁଙ୍କ ରଥ ଗଡା ଷ୍ଟାର୍ଟ ହେଲା। ବଳଭଦ୍ର ରଥ ପ୍ରଥମେ ଭାଇ ଭଉଣୀକୁ ବିଦା କରିସାରିଲା ପରେ ଆମ ମହାପ୍ରଭୁ ପରେ ଯିବେ ନା ସେଥିପାଇଁ ପ୍ରଥମେ ବଳଭଦ୍ର ଗଲେ ତାପରେ ଏବେ ସୁଭଦ୍ରାଙ୍କ ରଥ ଟଣାଯିବ। ଆଉ ସୁଭଦ୍ରା ରଥରେ ସମସ୍ତେ ଝିଅ ମାନେ ହିଁ ଟାଣନ୍ତି। ତାପରେ ପରେ ମହାପ୍ରଭୁ ଆସିବେ। ତାପରେ ଏବେ ଆମର ଆସିଗଲେ ଜଗନ୍ନାଥଙ୍କ ରଥ ଟଣା ଗଲା। ଏଇଠି ଆମ ଦିଦି ତ ଅଲଗା ହେଇଯାଇଥିଲେ ଇଏ ତ ଶାଶୁକୁ ନେଇକି ଏବେ ଆସିଛି। ରାସ୍ତା ମଝିରେ ମାନେ ମାଉସୀ ମାଙ୍କ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ମଝିରେ ଗୋଟେ ପୂଜା କରାଯାଏ। ସେଟା ତ ମୁଁ ଜାଣିନି କଣ ପୂଜା ଯୋଉଠି କିଛି ବୁଝିଲା ପରେ ମୁଁ ଜାଣିପାରିଲି ଯେ ଏଇ ରାସ୍ତାରେ କିଛି ପୂଜା କରାଯାଏ। ପୂଜା କରା ସରିଲା ପରେ ହିଁ ରଥ ପୁଣି ଆଗକୁ ବଢେ। ତ ବଳଭଦ୍ର ରଥ ତ ପୂଜା ସରି ସାରିଥିଲା। ଆଉ ଆମର ଗେଲି ଭଉଣୀ ସୁଭଦ୍ରାଙ୍କ ରଥ ମଧ୍ୟ ପୂଜା ସରିଥିଲା। ଏବେ ଜଗନ୍ନାଥଙ୍କ ରଥ ପୂଜା ହବ ଆଉ ପୂଜା ହେଇସାରିଲା ପରେ ଆଗକୁ ରଥ ବଢିବ। ପ୍ରଥମେ ଏତେ ସ୍ପିଡ ବଳଭଦ୍ର ରଥକୁ ଟାଣି ଟାଣି ନେଇ ଯାଇଥିଲେ ସମସ୍ତେ। ଆଉ ସୁଭଦ୍ରା ରଥ ଆଉ ଜଗନ୍ନାଥ ରଥ ଟିକେ ଲେଟ ରେ ଯାଇଥିଲା। ତାପରେ ଆମେ ଟିକେ ଥକି ଗଲୁ ତ ଆଇସ୍କ୍ରିମ ଟିକେ ଖାଇ ଦେଇଥିଲୁ। କାହିଁକିନା ବହୁତ ବାଟ ଚାଲିବାକୁ ପଡିଥିଲା ଆମକୁ। ତାପରେ ଠିକ କୁନି ରଥ ହଉଛି ଆମର 20 ନମ୍ବରରୁ କୁନି ରଥ ଟେ ବାହାରିକିନା ଆସିଥିଲା। କେତେ ସୁନ୍ଦର ଭାବରେ ତାକୁ ସଜେଇଛନ୍ତି ରଥକୁ ଆଉ ଠାକୁରକୁ ବି ବହୁତ ସୁନ୍ଦର ସଜେଇଛନ୍ତି। ଯିଏ ବନେଇଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ସେପଟେ ବଡ ରଥ ଏପଟେ କୁନି ରଥ। ତାପରେ ଆମକୁ ଟିକେ ଭୋକ ଲାଗିଥିଲା ତ ଆମେ କିଛି ଅଲଗା କିଛି ନ ଖାଇକି ଆମେ ଟିକେ
चना चटटा खाइथिलु जोटा कि देह ପାଇଁ भी ଭଲ ଗ୍ୟାସ୍ ହେବାର ପ୍ରୋବ୍ଲେମ ନାହିଁ ବାସ୍ ଏଟା ବହୁତ ଟେଷ୍ଟି। ତାପରେ ଆମେ ଯେତେବେଳେ ଆଗକୁ ଆଗକୁ ଚାଲୁଥିଲୁ ରାସ୍ତା ସାଇଡ ରେ କୁନି ରଥଟା ଯାଉଥିଲା ଦେଖିକି ବହୁତ ଖୁସି ଲାଗୁଥିଲା। ସେଇ ବାଟ ଦେଇକି ହିଁ ବଡ ରଥ ବି ଯାଏ କିନ୍ତୁ ପ୍ରଥମେ କୁନି ରଥକୁ ସୁଯୋଗ ଦିଆଯାଇଥିଲା। ନାଇଁ ଛୋଟ ଛୋଟ ଛୁଆ ମାନେ ଯେହେତୁ ବନେଇଛନ୍ତି ନା ବହୁତ ଖୁସି ଲାଗୁଥିଲା ଦେଖିକି ନା। ପଛରେ ଟିକେ ବ୍ୟାକଗ୍ରାଉଣ୍ଡ ଟା ବ୍ଲାକ୍ ଦେଖା ଯାଉଛି, କ୍ଲିୟର ଦେଖା ଯାଉନି। ଆଉ ସାମ୍ନା ପଟରୁ ଯୋଉ ଭିଉ ଅଛି ନା ଯୋଉ ପାହାଡ ଗଛ ଦି ସାଇଡ ଗ୍ରୀନ ଗ୍ରୀନ ବହୁତ ସୁନ୍ଦର ଦେଖା ଯାଉଥିଲା। ପ୍ରଥମେ ତ ଆମର ବଳଭଦ୍ର ରଥକୁ ଟାଣି ଟାଣିକିନା ପୁରା ଆଣି ଦେଇଥିଲେ। କଣ ପ୍ରୋବ୍ଲେମ ଥିଲା ସେଥିପାଇଁ ବଳଭଦ୍ର ରଥକୁ ଟୋଟାଲି ରଖି ନଥିଲେ ରାସ୍ତାରେ କୋଉଠି ବି, ପୁରା ଟାଣିକିନା ଆଣି ଦେଇଥିଲେ। ଆଉ ସୁଭଦ୍ରା ରଥ ଜଗନ୍ନାଥଙ୍କ ରଥ ଏଇ ଦୁଇ ରଥ ବହୁତ ଲେଟ ରେ ଆସିଥିଲା। ସେତେ ପର୍ଯ୍ୟନ୍ତ ଆମେ ଅପେକ୍ଷା ତ କରିପାରିବୁନି। ଲାଷ୍ଟ ଆମେ ଆସିକି ଚାଲି ଚାଲି ପ୍ରାୟ 5 କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲିଥିଲୁ। ଇଏ ହଉଛି ଆମର 2 ନମ୍ବର ଛକରେ ପହଞ୍ଚିଥିଲୁ। ଏତେ ଟାୟାର୍ଡ ଲାଗୁଥିଲା, ଏତେ ଗୋଡ ପେନ୍ ହଉଥିଲା ତ ଟିକେ ରାସ୍ତା ସାରା ରେଷ୍ଟ କରିକିନା ଆମେ ଆସିଥିଲୁ। ତାପରେ ଆମ ଭଉଣୀ ଟିକେ ଷ୍ଟାଇଲ ମାରୁଥିଲା ଏଠି, ମୁଁ ଟିକେ ତାର ଭିଡିଓ ବନଉଥିଲି। ଆମ ସାଙ୍ଗରେ ତ ଆଉ କିଏ ଆସିନଥିଲେ, ଆମେ ସବୁ ଆଜି ଅଲଗା ଅଲଗା ହେଇଯାଇଥିଲୁ। ସେମାନଙ୍କ ପାଇଁ ବି ଆମେ ବହୁତ ଟେନସନ ରେ ଥିଲୁ କି ଆମେ ସମସ୍ତେ ଯଦି ଏକାଠି ସାଙ୍ଗ ହେଇକି ଦେଖା ହୁଅନ୍ତେ ତାହେଲେ ବହୁତ ଭଲ ହୁଅନ୍ତା। କିନ୍ତୁ ଆମେ କିଏ ବି ଦେଖା ହେଇ ପାରି ନଥିଲୁ, ସେଇଟା ଟିକେ ଦୁଃଖ ଲାଗିଥିଲା ଆମକୁ। ଏଇ ହଉଛି ବିଜୁ ପଟ୍ଟନାୟକ ଛକ। ବିଜୁ ପଟ୍ଟନାୟକଙ୍କ ଏଠି ଗୋଟେ ଷ୍ଟାଚୁ ଅଛି, ତା ଚାରି ସାଇଡ ରେ ଟିକେ ଲାଇଟିଂ ଅଛି ତ ଆମକୁ ଟିକେ ଏଠି ବସିବା ପାଇଁ ଭଲ ଲାଗିଥିଲା ତ ଆମେ ଟିକେ ଏଠି ବସିଥିଲୁ। ରଥ ତ ଅଲରେଡି ପହଞ୍ଚି ଯାଇଥିଲା ମନ୍ଦିର ପାଖରେ, ତ ମନ୍ଦିର ପାଖରେ ଆମେ ବି ପହଞ୍ଚି ଯାଇଥିଲୁ। ସାଇଡ ରେ ସବୁ ମେଳା ମାନେ କିଛି ସାମାନ ପତ୍ର ବିକ୍ରି ଚାଲିଥିଲା, ଯେମିତି କି ଆମର ସବୁ କିଛି ଭେରାଇଟି ଗତ ଭିଡିଓରେ ତ ଆପଣ ମାନେ ଦେଖିଥିବେ। ସେଇ ଟାଇପ ର ଠାରୁ ଏଇଟା ଟିକେ ଅଧିକା ବିକ୍ରି ଚାଲିଥିଲା ଏଠି। ଯଦି ଆପଣ ମାନଙ୍କୁ ମୋ ଭିଡିଓଟି ଭଲ ଲାଗେ ତ ପ୍ଲିଜ ସବସ୍କ୍ରାଇବ କରିବେ। ରହୁଛି ଫ୍ରେଣ୍ଡସ୍, ବାଏ।